Hello, all the PGT aspirants of Kolahandhi district of Odisha. ଦେଖନ୍ତୁ ଫ୍ରେଣ୍ଡସ୍ ଆପଣମାନଙ୍କର ଏଠିରେ PGT ଗେଷ୍ଟ ଫ୍ୟାକଲ୍ଟି ଫର୍ ଦ ଆର୍ଟ ଷ୍ଟ୍ରିମ୍ ଆମର କଳାହାଣ୍ଡି ଡିଷ୍ଟ୍ରିକ୍ଟର ଭିଲେଜ୍ ଅଛି ଯେଉଁଟାକି ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତାଲବେଲଗାଁ ଗାଁରେ PGT ଆର୍ଟ ଷ୍ଟ୍ରିମ୍ ଯେଉଁଟାକି ଇଂଲିଶ ଓଡ଼ିଆ ହିଷ୍ଟ୍ରି ଇକୋନୋମିକ୍ସ ପଲିଟିକାଲ ସାଇନ୍ସ ଓଡ଼ିଆ ଅପସନାଲ୍ ପାଇଁ 2024-27 ପାଇଁ ୟାର ନୋଟିଫିକେସନ୍ ରିଲିଜ୍ ହୋଇଛି ଆଉ ନୋଟିଫିକେସନ୍ ଡେଟ୍ ହେଉଛି 4/6/2024 ଆଉ ଏଇଟା କ'ଣ ଅଛି ନା PGT ରିକ୍ରୁଟମେଣ୍ଟଟା ହେବ ଫର୍ ଦ ଆର୍ଟ ଷ୍ଟ୍ରିମ୍ ମାନଙ୍କ ପାଇଁ PGT ରିକ୍ରୁଟମେଣ୍ଟଟା ହେଉଛି ଓଡ଼ିଆ ଇଂଲିଶ ହିଷ୍ଟ୍ରି ମାନଙ୍କ ପାଇଁ ସାଇନ୍ସ ସବଜେକ୍ଟ ଏଥିରେ ନାହିଁ କାହିଁକି ନା ଆମର OPSC PGTଟା 2023ରେ ପ୍ରାୟତଃ ଅଲ୍ ଦ ସାଇନ୍ସ ସବଜେକ୍ଟ ମାନଙ୍କର ପୋଷ୍ଟ ଗୁଡ଼ାକୁ ସେ ଦେଇଥିଲା ଆଉ ଆର୍ଟ୍ସର ଭରି ଭ୍ୟାକେନ୍ସି ଅଛି ତ ଆଶା କରାଯାଉଛି କି ଆଗାମୀ ଦିନମାନଙ୍କରେ ବା ନେକ୍ସଟ ଇୟର ଅପକମିଂ ଇୟରରେ ବହୁତ ସାରା ଆର୍ଟ ଷ୍ଟ୍ରିମ୍ର ପୋଷ୍ଟ ଗୁଡ଼ାକ ଆସିବ ନା ଆର୍ଟ୍ସର ପୋଷ୍ଟ ଗୁଡ଼ାକ PGT ପୋଷ୍ଟ ଗୁଡ଼ାକ ବହୁତ ପୋଷ୍ଟ ଆସିବାକୁ ଯାଉଛି ହେଲେ ସାଇନ୍ସ ଷ୍ଟ୍ରିମ୍ର କୌଣସି ଖୋଜ ଖବର ନାହିଁ ସାଇନ୍ସ ଷ୍ଟ୍ରିମ୍ର PGT ପୋଷ୍ଟଟା ବାହାରି ନାହିଁ କାହିଁକି ନା ନ୍ୟୁ ସାଇନ୍ସ ଆମର ନ୍ୟୁ ସାଇନ୍ସ ସ୍କୁଲ ଗୁଡ଼ାକ ଅପଗ୍ରେଡ୍ ହେଇନି ସାଇନ୍ସ ବହୁତ କମ୍ ହେଉଛି ଦ୍ୟାଟ୍ସ ୱାଇ ପୋଷ୍ଟ ବି ବହୁତ କମ୍ ଆସୁଛି ଆଉ ଗେଷ୍ଟ ଫ୍ୟାକଲ୍ଟି PGT ସାଇନ୍ସ ପୋଷ୍ଟ ଯେମିତିକି ବଟନି ଜୁଲୋଜି ଫିଜିକ୍ସ କେମିଷ୍ଟ୍ରି ମ୍ୟାଥ୍ ଗୁଡ଼ାକ ବି ଆସୁନାହିଁ ତ ୟାର କେଉଁମାନେ ଆପ୍ଲାଏ କରିପାରିବେ ଆମର ଏଇ PGT ଆର୍ଟ୍ସ ପାଇଁ PG ୱିଥ୍ BEd କ୍ୟାଣ୍ଡିଡେଟ୍ ମାନେ ଆପ୍ଲାଏ କରିପାରିବେ ସେମାନେ ଲିଖିଦେଇଛନ୍ତି ଏ ନୋଟିସ୍ରେ ଯେମିତିକି ଫ୍ରେଶ୍ କ୍ୟାଣ୍ଡିଡେଟ୍ ୱିଥ୍ PG BEd ଡିଗ୍ରୀ ୱିଥ୍ କମ୍ପ୍ୟୁଟର ସାର୍ଟିଫିକେଟ୍ ନେସେସରି ଆପ୍ଲାଏର ଲାଷ୍ଟ ଡେଟ୍ ହେଉଛି 10 ଜୁନ୍ ୟାର ଲାଷ୍ଟ ଡେଟ୍ 12 ଜୁନ୍ର ସାର୍ଟିଫିକେଟ୍ ଭେରିଫିକେସନ୍ ହେବ ଇନ୍ ଦ ହାୟର ସେକେଣ୍ଡାରୀ ସ୍କୁଲ ତାଲବେଲଗାଁ ସାଲାରୀ ଷ୍ଟ୍ରକ୍ଚର ଦେଖିବା ୟାର ସାଲାରୀ ଷ୍ଟ୍ରକ୍ଚର ହେଉଛି 20,000 ପର୍ ମନ୍ଥ ଆଉ ପର୍ କ୍ଲାସ୍ 400 ଟଙ୍କା ସେମାନେ ଦିଅନ୍ତି ପ୍ରିନ୍ସିପାଲ ପାଖରେ ପୁରା ରାଇଟ୍ ଟୁ ରିଜର୍ଭ ଥାଏ ସେଇ ପୋଷ୍ଟ କାହାକୁ ଦେବେ କାହାକୁ ନାହିଁ ଏଙ୍ଗେଜମେଣ୍ଟ ଗାଇଡ଼ଲାଇନ୍ଟା ୟାର ଡିଟେଲ୍ ନୋଟିଫିକେସନ୍ରେ ଆପଣମାନେ ପାଇଯିବେ ଦିସ୍ ଇଜ୍ ଅଲ୍ ଦ ଡିଟେଲ୍ ଆବାଉଟ୍ ତାଲବେଲଗାଁର ଯେଉଁ ଆମର ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଅଛି ସେଇଟା ପର୍ଟିକୁଲାର ଫର୍ ଦ ଆର୍ଟ ଷ୍ଟ୍ରିମ୍ ଆର୍ଟ୍ସ ପିଲାମାନେ ଯେଉଁମାନେ କି ଓଡ଼ିଆ ଇଂଲିଶ ଅନର୍ସ ବା ହିଷ୍ଟ୍ରି ପଲିଟି ଇକୋନୋମିକ୍ସ ସେଭଳି ପିଲାମାନେ ଏଇ ଆମର ତାଲବେଲଗାଁ ହାୟର ସେକେଣ୍ଡାରୀ ସ୍କୁଲ ପାଇଁ ଆପ୍ଲାଏ କରନ୍ତୁ ଘରେ ବସିବା ଅପେକ୍ଷା ଆଜ୍ଞା PGT ଗେଷ୍ଟ ଫ୍ୟାକଲ୍ଟି ହିସାବରେ ମଧ୍ୟ ଶିକ୍ଷାଦାନ କରିବାଟା ଗୋଟିଏ ବହୁତ ନେସେସରି କାହିଁକିନା ଏକ୍ସପିରିଏନ୍ସ ଗେନ୍ ହୋଇଯିବ ନିହାତି ଭାବରେ ଆର୍ଟ୍ସ ପିଲାମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ କହିଲେ କିଛି ଖରାପ ହେବ ନାହିଁ ତ ନିହାତି ଭାବରେ ସମସ୍ତେ ୟାକୁ ଆପ୍ଲିକେସନ୍ ଫର୍ମ ଦେବେ ୱିଥ୍ 10th 12th BA MA BEd କମ୍ପ୍ୟୁଟର ସାର୍ଟିଫିକେଟ୍ ଏନକ୍ଲୋଜ୍ କରିକି ତାକୁ 10 ଜୁନ୍ ଭିତରେ ସେଇ ପର୍ଟିକୁଲାର ରେସ୍ପେକ୍ଟିଭ୍ ତାଲବେଲଗାଁ ସ୍କୁଲକୁ ପଠାଇବେ ଦିସ୍ ଇଜ୍ ଦ ପ୍ରୋସିଜର ଟୁ ହାଉ ଟୁ ଆପ୍ଲାଏ ତ ଏମିତି ସବୁ ଇନଫର୍ମେଟିଭ୍ ଭିଡ଼ିଓ ପାଇଁ ଏଇ ଚ୍ୟାନେଲକୁ ନିଶ୍ଚିତ ଭାବରେ ସେୟାର କରନ୍ତୁ ସବସ୍କ୍ରାଇବ୍ କରନ୍ତୁ ଲାଇକ୍ କରନ୍ତୁ ରହୁଛି ଧନ୍ୟବାଦ এই এপ্লাইর আপ্লিকেসন ফর্মটা এইটা হচ্ছে আপ্লিকেসন ফর্মাট ফর দ গেস্ট ফ্যাকল্টি এটি আপনার পাসপোর্ট সাইজ ফটো দেবে কেউ পোস্ট পাই আপনার আপ্লাই করেছেন PGT জুলোজি অর PGT বটনি অর PGT কেমিস্ট্রি এটা সব মেনশন করে দেবে নেম অফ দ আপ্লিকান্ট এটি আপনার নেম রহব ফাদর্স নেম রহব মদর্স নেম দেখবে ডেট অফ বার্থ লিখবে করেসপন্ডিং আড্রেস দেবে পাসপোর্ট সাইজ ফটো যেটি দেবে তারপরে परमानेंट एड्रेस लिखिए कॉन्टैक्ट नंबर मोबाइल नंबर निजर देवे इमेल आईडी निजर देवे वैलिड इमेल आईडी देवे कैटेगरी लिखिए आधार नंबर देवे दे सारा पर एजुकेशनल क्वालिफिकेशन कथा आसो एजुकेशनल क्वालिफिकेशन मैट्रिक लिखिए +2 देवे +3 देवे MSc देवे BEd देवे तापर मैक्सिमम मार्क्स सब यहाँ फिलअप कर देकी तापर एक्सपीरियंस सर्टिफिकेट जब कहार अच्छे यस करेंगे जदि ना नो लिखिए एक्सपीरियंस सर्टिफिकेट थी कौ सिचुएसन आपंकर एक्सपीरियंस अच्छे से सब देवे डेट केते इयर रु केते करथिले टोटल इयर से लिखिए तापर तले कौन करेंगे ना डिक्लेयर दैट द इनफॉरमेशन सबमिटेड मी एटा होछि आपनकर डिक्लेरेशनटा ए डिक्लेरेशनटा को फुलफिल करके एथिरे प्लेस लिखिए डेट लिखिए आउ सिग्नेचर देकी याकू सबमिट करके पोस्टाल थ्रू आपण माने कौन करेंगे ना स्पीड पोस्ट करंतु स्पीड पोस्ट कले विदिन 2 to 3 days से ऑफिस को पहुँची जीव एटा होछि तार प्रोसेस ऑफ कौन तार प्रोसेस रोचे एप्लिकेशन फॉर्म प्रोसेस तापर एप्लिकेशन फुलफिल कर सारा आपण माने निज निजर सर्टिफिकेटर जेरक्स मान गुड़ाक गोटे कॉपी सेंड करती फॉर द वेरिफिकेशन आउ से डॉक्यूमेंट गुड़ा कौन ना डॉक्यूमेंट है 10th सर्टिफिकेट रे यस करेंगे माने सबमिट करते यस करेंगे टिक चिन्ह मारे 10th मार्कसीट देवे 12th देवे मार्कसीट आउ सर्टिफिकेट +3 सर्टिफिकेट +3 मार्कसीट तापर MA MSc थिले सेटा देवे MA मार्कसीट MA सर्टिफिकेट BEd मार्कसीट BEd सर्टिफिकेट तापर NCT सर्टिफिकेट गोटे आप एप्लाय करती जो मैंने कि अदर स्टेट BEd करी से पिला माने NCT सर्टिफिकेट दरकार हुए से NCT सर्टिफिकेट बा रिकग्निशन आउ इक्विवेलेंट सर्टिफिकेट मध्य सेंड करेंगे कंप्यूटर सर्टिफिकेट दरकार अच्छी तो कंप्यूटर सर्टिफिकेट मैंने जेरक्स देवे कंप्यूटर मार्कसीट देवे एनी आईडी आधार कार्ड रो फोटो पठेबे जेरक्स करिकी एड्रेस बा रेसिडेंट रो
ଆପଣ ରେସିଡେଣ୍ଟ ସାର୍ଟିଫିକେଟ୍ ମଧ୍ୟ ଏଠି ଆଟାଚ୍ କରିକି ଦେବେ। ଆଉ ଅନ୍ୟ କିଛି ଅଛି ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ସେଇଟା ସବୁ ଆଟାଚ୍ କରିକି ଆପଣମାନେ ଦେବେ। ତ ଏଇଟା ହେଉଛି ଫର୍ ଦ କ୍ୟାଣ୍ଡିଡେଟ୍ ସବମିଟେଡ୍ ଫର୍ ଦ PM ଶ୍ରୀ AP ଦାସ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ। ଏଇଟା ହେଉଛି ଆମର ଧର୍ମଗଡ଼ ବ୍ଲକ ପୋର୍ଲା ଗାଁରେ ଥିବା ସ୍କୁଲ ପାଇଁ। ଏଇଟା ହେଲା ସେଇ ସ୍କୁଲ ପାଇଁ ତା'ର ଆଡ୍ରେସ୍ ସେମାନେ ଏମିତି ତାଙ୍କର କରିଛନ୍ତି। ତ ଆପଣମାନେ କ'ଣ କରିବେ, ଯେହେତୁ ଆମର କଳାହାଣ୍ଡି ଡିଷ୍ଟ୍ରିକ୍ଟ ପାଇଁ କିଛି ମିଳୁନି ଆମକୁ, ତ ଆମେ କ'ଣ କରିବା, ଏଇ ଯେଉଁ ତଳ ପର୍ସନ୍ଟାକୁ ଆପଣମାନେ କ୍ରପ୍ କରିଦେବେ। ୟାକୁ ଆପଣମାନେ କ୍ରପ୍ କରିଦେଇକି ୟାକୁ ଆପଣମାନେ କାଟିଦେବେ। କାଟିଦେଇକି ଅପର ପର୍ସନ୍ର ଯେଉଁ 3ଟା PDF ଅଛି 1, 2 ଆଉ 3, ଏଠି ଆପଣଙ୍କର ଆପ୍ଲିକେସନ୍ ଫର୍ମ ଏଇଟା। ଯେହେତୁ କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆପ୍ଲିକେସନ୍ ଫର୍ମ ମିଳୁନି, ଆଉ ଏଇଟା ଗୋଟେ ଏକା ମିଳିଛି, ସେଥିପାଇଁ ଆପଣମାନେ ଏଇ 3ଟାକୁ କାଢ଼ିଦେବେ। ଆଉ ତଳ ପର୍ସନ୍ଟାକୁ ଆପଣମାନେ କ'ଣ କରିବେ, ୟାକୁ କ୍ରପ୍ କରିଦେଇକି ଏବଭ୍ ପର୍ସନ୍ ଗୁଡ଼ାକୁ ଆପ୍ଲିକେସନ୍ ଫର୍ମ ଫିଲ୍ କରିକି ଆପଣମାନେ ନିଜର ରେସ୍ପେକ୍ଟିଭ୍ ସ୍କୁଲ୍, ଯେଉଁ ସ୍କୁଲ୍ ପାଇଁ ଆପଣମାନେ ଆପ୍ଲାଏ କରିଛନ୍ତି ସେଇ ସ୍କୁଲ୍ରେ ଆପଣମାନେ ୟାକୁ ସେଣ୍ଡ କରିଦେବେ। ଆଉ ଯେଉଁ 12 ତାରିଖ ଦିନ ଆପଣଙ୍କର ଭେରିଫିକେସନ୍ ଅଛି, 12 ଜୁନ୍ରେ ଭେରିଫିକେସନ୍ ହେବ। ସେଇ 12 ଜୁନ୍ରେ ଯାଇକି ନିଜର ଅରିଜିନାଲ୍ ଡକୁମେଣ୍ଟ ଗୁଡ଼ାକ ନେଇକି ଯିବେ। ସେଇଦିନ ଯେଉଁ ଜେରକ୍ସ ଫେରକ୍ସ ନେବେ ନାହିଁ, ଅଲ୍ ଦ ଅରିଜିନାଲ୍ ଡକୁମେଣ୍ଟସ୍ ନେଇକି ଯିବେ। ସେଠି ଭେରିଫିକେସନ୍ ହେବ। ଯାହାର ଅଧିକ ମାର୍କ ତାଙ୍କୁ ସେମାନେ ସିଲେକ୍ସନ୍ କରିଦେବେ। ଦିସ୍ ଇଜ୍ ଅଲ୍ ଆବାଉଟ୍ ଦ ଭ୍ୟାକେନ୍ସି ଡିଟେଲ୍ ଆଣ୍ଡ ହାଉ ଟୁ ଆପ୍ଲାଏ ପ୍ରୋସିଜର୍ ଫର୍ ଦ ପୋର୍ଲା ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ୍ କଳାହାଣ୍ଡି ଡିଷ୍ଟ୍ରିକ୍ଟ ପାଇଁ। ଦିସ୍ ଇଜ୍ ଅଲ୍ ଆବାଉଟ୍ ସାଇନ୍ସ ଷ୍ଟ୍ରିମ୍ର ବିଷୟରେ ଦିଆଗଲା। ଏଇଟା ହେଉଛି ଆମର ଇନଫର୍ମେସନ୍। ତ ସାଙ୍ଗମାନେ ନିହାତି ଆପଣଙ୍କୁ ଯଦି ଏମିତି ଭିଡ଼ିଓ ଇନଫର୍ମେଟିଭ୍ ଲାଗୁଛି, ନିହାତି ଏଇ ଚ୍ୟାନେଲ୍କୁ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରିଦିଅନ୍ତୁ। ଆଉ ଏମିତି ହିଁ ନୂଆ ଇନଫର୍ମେଟିଭ୍ ଭିଡ଼ିଓ ଜାଣିବା ପାଇଁ ଏଇ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି, ଧନ୍ୟବାଦ।